ସମୟ ପାଇ ତେଣୁ ବର୍ତ୍ତମାନ କାର୍ଯ୍ୟ କରିବା ନିମନ୍ତେ ଆମେ ଅଗ୍ରସର ଆପଣ ସ୍ୱୟଂ ଦେଖିଛନ୍ତି। ତେବେ ଆପଣ ଆଜି ତାଙ୍କୁ ବାଗଦାନ କରିବେ, ପରବର୍ତ୍ତୀ ସମୟରେ ପୁନଃ କାର୍ଯ୍ୟ କରିବେ। ଥ୍ୟାଙ୍କ ୟୁ ବସନ୍ତୁ। ଆସନ୍ତୁ। ଆଜିର ଏହି ଶୁଭ ବିବାହ କାର୍ଯ୍ୟରେ ଉପସ୍ଥିତ ହୋଇଥିବା ଶାଖା ମଣ୍ଡଳୀର ସମ୍ମାନୀୟ ଚାଳକ ମହାଶୟ, ସମସ୍ତ କର୍ମକର୍ତ୍ତାଗଣ, ନିଯୁକ୍ତି ସମିତିର କର୍ମକର୍ତ୍ତା କର୍ମକର୍ତ୍ତୀଗଣ ଏବଂ ଆଗନ୍ତୁକ ବରଯାତ୍ରୀରେ ଆସିଥିବା ପ୍ରିୟ ଅତିଥିଙ୍କ ଦାସଗଣ ଏବଂ ସମସ୍ତ କର୍ମକର୍ତ୍ତାଗଣ ଏବଂ ସମସ୍ତ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତ୍ୟେକଙ୍କୁ ମୋର ନମସ୍କାର ଜଣାଇ ନମସ୍କାର। ଆମ ଶାଖା ମଣ୍ଡଳୀର ଚାଳକ ମହାଶୟଙ୍କ ନିର୍ଦ୍ଦେଶ ଅନୁସାରେ ସମିତିର ସଭାନେତ୍ରୀ ଭାବରେ ପ୍ରିୟ ଝିଅକୁ ଆମେ ତାଙ୍କର ମତ ପଚାରିଥିଲୁ। ସେ ଝିଅ ସମ୍ପୂର୍ଣ୍ଣ ଇଚ୍ଛା ଅଛି ବୋଲି ପ୍ରକାଶ କରିଦେଇଛନ୍ତି। ସେଇଭଳି ଆମ ସମିତିର ମଧ୍ୟ ସମ୍ପୂର୍ଣ୍ଣ ଇଚ୍ଛା ଅଛି। ଧନ୍ୟବାଦ। ଧନ୍ୟବାଦ। ଆମମାନଙ୍କର ଶାଖା ମଣ୍ଡଳୀ ତରଫରୁ ଆମେ ସମସ୍ତଙ୍କର ମତ ପ୍ରକାଶ କରୁଛୁ। ଆମମାନଙ୍କ ସମ୍ପୂର୍ଣ୍ଣ ଇଚ୍ଛା ଅଛି। ଦ୍ରୌପଦୀଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ସମୟରେ ପବିତ୍ର ଧର୍ମଶାସ୍ତ୍ରରୁ ଆମର କିଛି ପାଠ କରିବା ପୁଣି ଆମେ ଘରକୁ ଫେରିବୁ। ଏହିପରି ସମୟରେ ସେହି ଦାସ ପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ ତାହା ଜାଣିବା ନିମନ୍ତେ ନୀରବ ରହିଲା। ପୁଣି ଓଟମାନେ ଜଳପାନ କଲା ଉତ୍ତରେ ସେହି ପୁରୁଷ ତାହା ନିମନ୍ତେ ଅଧଭରି ପରିମିତ ସୁବର୍ଣ୍ଣନଥ ଓ ତାର ହସ୍ତ ତୁମରି ମହତ୍ ନାମର ଧନ୍ୟବାଦ ପ୍ରଶଂସା ସ୍ଥାନୀୟ ମଣ୍ଡଳୀ ଝିଅ ସହିତ ସାର୍ଗା ସିଂ ଶାଖାମଣ୍ଡଳୀର ପୁଅ ସହିତ ବାଗଦାନ କାର୍ଯ୍ୟ କରିବା ପାଇଁ ଆମେ ଏକତ୍ରିତ ହେଉଛୁ। ପ୍ରାର୍ଥନା କରୁଛୁ କାର୍ଯ୍ୟକ୍ରମ ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ରୁହ। ପ୍ରାର୍ଥନା କରୁଛୁ ବିଶେଷ କରି ବରକନ୍ୟାକୁ ଆଶୀର୍ବାଦ କର। ଆଜି ସମସ୍ତଙ୍କ ହସ୍ତ ରଖ। ମହିମା ଗୌରବ ଯୀଶୁଙ୍କ ନାମ ମାଗୁଅଛୁ। ଆମେ ସୁନା 1 ତୋଳା 1,70,000 ତା ସହିତ ସାମଗ୍ରୀ ଝିଅର ସମସ୍ତ ସାମଗ୍ରୀ ମିଶି 1,94,992 ଟଙ୍କା 1,94,992 ଟଙ୍କା। ସୁନା ଦେଖୁଛନ୍ତି ଏ ସୁନା 1 ତୋଳା କ'ଣ ହେଇଛି। ଆହ୍ୱାନ କରେ ଯିଏ ଆସିବେ ପୁଣି ପୁଅ ଉଭା ହେବେ ତ ସାମଗ୍ରୀ ନିମନ୍ତେ ପ୍ରଭୁଙ୍କ ପାଦ ତଳେ ଉତ୍ସର୍ଗ କରିବା ପ୍ରାର୍ଥନା କରିବା। ସାହାଯ୍ୟ କରନ୍ତୁ। ଆମ ଶାଖା ମଣ୍ଡଳୀର ସ୍ଥାନୀୟ ଶାଖା ମଣ୍ଡଳୀର ମହିଳା ସମିତିର କର୍ମକର୍ତ୍ରୀ ପ୍ରିୟପ୍ରଙ୍କ ଦାସୀଗଣ ଝିଅଙ୍କୁ ଟିକେ ନିକଟକୁ ଆଣନ୍ତୁ। ଝିଅ ଛିଡ଼ା ହେଇଯା। ଟିକେ ଆଗକୁ ଆସନ୍ତୁ। ମା ତମେ ଟିକେ ସେଇଠୁ ଉଠି ପଡ଼। ଟିକେ ଇଆଡ଼ୁ ନାଇଁ ବସ 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 ଟିକେ ସାଇଡ଼୍। ଧନ୍ୟ ପରମ ପୂଜ୍ୟ ପରମ ପିତା ତୁମ ନାମର ଧନ୍ୟବାଦ କରୁଛୁ। ଆଜିର ଶୁଭ ବାଗଦାନ କାର୍ଯ୍ୟ ଉପରେ ତୁମର ଆଶୀର୍ବାଦ ରଖ। ବର୍ତ୍ତମାନ ବର ଜିତେନ୍ଦ୍ର ଅର୍ପିତା ନିମନ୍ତେ ଉପହାର ଦେଉଛନ୍ତି ଏଥିରେ ଆଶୀର୍ବାଦ କର। ପ୍ରାର୍ଥନା କେବଳ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍।
ଯଦି ଆମେ ଜଣାପଡ଼ୁଛୁ ପୁଅଙ୍କୁ କିଛି ସମୟ ଗୋଟେ 2-3 ମିନିଟ୍ ପାଇଁ ନିଅନ୍ତୁ, ତାପରେ ଆମେ ଝିଅଙ୍କୁ ପୁଅଙ୍କୁ ମିଶେଇକି ଆମେ ସମାଜର ସମସ୍ତ କର୍ମକର୍ତ୍ତା ପୁଣି ପ୍ରଭୁଙ୍କ ଦାସମାନେ ଅଭିଷିକ୍ତ ଦାସ ପୁଣି ଅବସର ପାଳକ ମାସ ଅଛନ୍ତି ପୁଣି ଯେତେ ବିକନ ବନ୍ଧୁମାନେ ଯେତେ ସମସ୍ତେ ପ୍ରଭୁଙ୍କ ପାଦ ତଳେ ବସିଛନ୍ତି ସମସ୍ତଙ୍କୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ ତୁମ ଧନ୍ୟବାଦ କରୁଛି। ସହିତ ସମସ୍ତ କର୍ମକର୍ତ୍ତା ମଧ୍ୟ ସମିତିମାନଙ୍କର କର୍ମକର୍ତ୍ତା କର୍ମକର୍ତ୍ତୀଗଣ ମଧ୍ୟ ଆଜିର ଏହି ବିବାହ କାର୍ଯ୍ୟକୁ ପୌରୋହିତ୍ୟ କରିବା ପାଇଁ ଆମଙ୍କର ପୁରୋହିତ ମହାଶୟ ପାସ୍ପୁରେଡ଼ ମହାଶୟ ତା ସହିତ ଅବସର ପାଳକ ନାମନଗର ମଣ୍ଡଳୀର ମଧ୍ୟ କନ୍ୟା ପିତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବା ପ୍ରତ୍ୟେକ ମଣ୍ଡଳୀ ଶାଖା ମଣ୍ଡଳୀର ବା ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତ୍ୟେକଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଦିଏ। ନମସ୍କାର। କରୁଣାମୟ ସ୍ୱର୍ଗସ୍ଥ ପିତା ତୁମର ଧନ୍ୟବାଦ ଦେଉଛୁ। ତୁମର ଯୋଜନା ତୁମର ସଂକଳ୍ପ ମନୁଷ୍ୟର ଯୋଜନା ସଂକଳ୍ପ ଠାରୁ ଭିନ୍ନ ପ୍ରଭୁ। ତେଣୁ ତୁମ ନାମ ଧନ୍ୟ ହେଉ। ସ୍ଥାନୀୟ ସମାଜର ସଭ୍ୟ ଏଲିୟଙ୍କ କୋଳରେ ଏକ ସନ୍ତତି ଦେଇ ଅନେକ ଦିନ ତାଙ୍କୁ ଗୁପ୍ତ କରି ରଖିଥିଲ। ଆଜି ମାଣ୍ଡଳିକ ଭାବେ ସାମାଜିକ ଭାବେ ତାହା ପରିପ୍ରକାଶ କରିବା ନିମନ୍ତେ ଏହି ସୁନ୍ଦର ସମାବେଶ ଦେଇଛ, ଏଥିପାଇଁ ଧନ୍ୟବାଦ କରୁଛୁ। ପ୍ରଭୁ ଭାବି ନବଦମ୍ପତିକୁ ବିଶେଷ କରି ଆଶୀର୍ବାଦ କର, ସେମାନଙ୍କୁ ତୁମେ ଅନୁଗ୍ରହ କର। ପ୍ରଭୁ ସେମାନଙ୍କର ସହବର୍ତ୍ତୀ ତୁମେ ହୁଅ ବୋଲି ପ୍ରାର୍ଥନା କରୁଛୁ। ବିଶେଷ କରି ଆଜିର ଏହି ବିବାହ କାର୍ଯ୍ୟ ଏବଂ ବାଗଦାନ କାର୍ଯ୍ୟକୁ ତୁମେ ସୁନ୍ଦର ଭାବେ ସଫଳ କର, ଯଦ୍ୱାରା ତୁମ ଉପସ୍ଥିତିରେ ଆଜିର ସମସ୍ତ କାର୍ଯ୍ୟ ହଉ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ତୁମ ଉପସ୍ଥିତିରେ ସୁନ୍ଦର ଭାବେ ସାଧିତ ହେବ। ଏଥିପାଇଁ ସାହାଯ୍ୟ କର। ମୋ ଦିନ ଧୂଳିର ପ୍ରାର୍ଥନା ଶୁଣିଛ, ସେଥିପାଇଁ ଧନ୍ୟବାଦ ଯୀଶୁଙ୍କ ନାମରେ ମାଗିଲି। प्रभु को धन्यवाद दिए केवल आमने पवित्र धर्मशास्त्र पशु केशर पक्षी और बिलर प्रत्येक କାର୍ଯ୍ୟରେ ଏକତ୍ରିତ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋ ନମସ୍କାର ଜଣେ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ତୁମେ ଯଥା ସକଳେ ଆପଣର ସଂକଳ୍ପକୁ ସଫଳ କରିବା ଏକମାତ୍ର ପବିତ୍ର ପିତା ତୁମର ଆଶ୍ଚର୍ଯ୍ୟ ମହାନବର ଧନ୍ୟବାଦ କରୁଛୁ, ପୂଜା ପ୍ରଶଂସା କରୁଛୁ। ପ୍ରଭୁ ତୁମେ ଯାହା ନିରୂପଣ କରିଥିଲ ଆଜି ତାହା ଆମମାନଙ୍କୁ ଦେଖିବାକୁ ଦେଇଛ। ଯଥା ଏହି ଟିକାମଳ ଗ୍ରାମର ଜଣେ ଯୁବତୀଙ୍କୁ ସାର୍ଗାସିଂ ଗ୍ରାମର ଯୁବକଙ୍କୁ ଆଜି ପ୍ରଭୁ ସୁନ୍ଦର ଭାବରେ ବାଗଦାନ ହେବା ପରେ ପରେ ସବୁ ବିବାହ କାର୍ଯ୍ୟ ମଧ୍ୟ ପରିଚାଳନା କରିବାକୁ ଯାଉଛୁ। ଏ ସକଳ କାର୍ଯ୍ୟରେ ତୁମର ଆଶୀର୍ବାଦର ହସ୍ତ ରଖି ତୁମେ ଗୌରବାନ୍ୱିତ ମହିମାନ୍ୱିତ ହୁଅ ବୋଲି ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଆଶୀର୍ବାଦର କର ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। प्रभु को धन्यवाद दिए। वर्तमान समय अल्प समय मध्य मो प्रिय प्रभु दास को अनुरोध कर 10-15 मिनट से आम निमंते बर कन्या निमंते किसी शिक्षा देवे। और वर्तमान समय प्रभु दास को आह्वान करे से आस अल्प समय आम को किसी सचेतन वाक्य प्रकाश पे चुप कर शुण शुण एपट शुण पिला माने एपट शुण। युवा युवती एक विवाह बंधन रे आबद्ध होगा जाउछंती। प्रेमर बंधन रे जो प्रेम को कहीं छिंडाई पारिबे नहीं। किंतु आजिकल तो आ से कथा कहबी ना।
প্রিয় বন্ধুগণ, ଖ୍ରୀଷ୍ଟୀୟ ମଣ୍ଡଳୀରେ ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ବନ୍ଧୁ ସ୍ଥାପନ ପୁଣି ବିବାହ ଏକ ବହୁମୂଲ୍ୟ ଈଶ୍ୱରଙ୍କର ଆଶୀର୍ବାଦ। ସମସ୍ତେ କହିବା ଆମେନ୍। ଏହାପରି ଆଶୀର୍ବାଦ ଆହା କେତେ ଆନନ୍ଦ ଲାଗେ। ପ୍ରିୟ ବନ୍ଧୁଗଣ, ଆମେ ବର୍ତ୍ତମାନ ଦେଖୁଛୁ ଅନେକ କଥା ମନରେ ପଡ଼ିଲେ ବି ମୁଁ ଆପଣମାନଙ୍କୁ ମୋ ସମୟ ମଧ୍ୟରେ ମୁଁ ବହୁତ କମ୍ ସମୟରେ ରଖିଦେବି। ପ୍ରିୟ ବନ୍ଧୁଗଣ, ଏହା ହେଉଛି ବିବାହ ହେଉଛି ଈଶ୍ୱରଙ୍କର ଯୋଜନା, ଯାହାକି ବର୍ତ୍ତମାନ ଚାଳକ ମହାଶୟ ପଢ଼ି ଆମମାନଙ୍କୁ ଶୁଣାଉଥିଲେ ଯେ ଆଦି ପୁସ୍ତକ ତାର 2:23 ପଦରେ ଗୋଟେ କଥା ଲେଖା ଅଛି। ଆଦମ କହିଲେ ଏଥର ହେଲା। ବହୁତ ସୁନ୍ଦର ଆଶ୍ଚର୍ଯ୍ୟ ଶିକ୍ଷିତ ବାକ୍ୟ, ଶିକ୍ଷା ପାଇବାର ବାକ୍ୟ। ପରମେଶ୍ୱର ସୃଷ୍ଟି ସମୟରେ ସବୁ କଲେ, ଆଦମ ସମସ୍ତଙ୍କର ନାମ ଦେଲେ। ଆଦମ ମନ ଦୁଃଖରେ ବସିଛନ୍ତି, କିନ୍ତୁ ପ୍ରଭୁ କ'ଣ କଲେ? ଆଦମଙ୍କର ମନ ଜାଣି ତାର ପିଞ୍ଜୁରା କାଢ଼ିଲେ। ପିଞ୍ଜୁରା କାଢ଼ିଲେ ନେଇ ଗୋଟେ ନାରୀ ନିର୍ମାଣ କରି ତା ପାଖକୁ ଆଣିଲେ। ସେତେବେଳେ ସେ କହୁଛନ୍ତି ଏଥର ହେଲା। ପ୍ରିୟ ବନ୍ଧୁଗଣ, ସେଥିପାଇଁ ଆଜି ପରସ୍ପର ଏକ ମନ ଏକ ଭାବାପନ୍ନ ହୋଇ ପିତାମାତାଙ୍କୁ ପରିତ୍ୟାଗ କରି ସେମାନେ ଜୀବନ କାଟିବେ। ଅନେକ କଥା ମନରେ ପଡ଼ୁଛି। ଯଦିଓ ଗୋଡ଼ର ହାଡ଼ କାଢ଼ିଥିଲେ କେମିତି ହେଇଥାନ୍ତା? ଗୋଡ଼ ତଳେ କାର ବୋଲିକିରି ସ୍ୱାମୀ କହିଥାନ୍ତା ନା। ଯଦି ମୁଣ୍ଡର ହାଡ଼ କାଢ଼ିଥିଲେ ସେ ସ୍ତ୍ରୀ ମୋ ମୁଣ୍ଡରେ ରହିବି ବୋଲି କହିଥାନ୍ତା। ମୁଁ ମଜା କରିବାକୁ କହୁନାହିଁ, ଅଞ୍ଜରା। ଏଥିପାଇଁ ତାହାର ସେ ସ୍ୱଧର୍ମିଣୀ ପରସ୍ପର ଦୁଇ ନୁହନ୍ତି, ଏକ ଅଟନ୍ତି। ପ୍ରିୟ ବନ୍ଧୁଗଣ, ଅନେକ କଥା ମନରେ ପଡ଼େ। ଆସନ୍ତୁ, ଆଦମ କହୁଛନ୍ତି ଏଥର ହେଲା। ଆଦମଙ୍କ ପଞ୍ଜରା ମଧ୍ୟରୁ ନାରୀ ନିର୍ମିତ ହୋଇଛି। ଆଚ୍ଛା, ମୁଁ ବହୁତ ସକ୍ କରିବି, କାହିଁକି ପରମେଶ୍ୱର ଏ ବିବାହ ବନ୍ଧନ ରଖିଲେ? ସବୁ କଥା କରିଛନ୍ତି, କିନ୍ତୁ ଏହା ତାଙ୍କର ଯୋଜନା। ମୁଁ ଆପଣମାନଙ୍କୁ ସର୍ଟରେ କହିବାକୁ ଯାଉଛି ଯେ ଆଦି 1:26 ପଦରେ ଗୋଟେ କଥା ଲେଖା ଅଛି, ପୃଥିବୀରେ ବଂଶ ବୃଦ୍ଧି କରିବା ପାଇଁ। କି ନାହିଁ ଆଜ୍ଞା? ଏମାନେ ହିଁ ବା ଏମାନଙ୍କ ଦ୍ୱାରା ଆଦମ ହବାଙ୍କ ଦ୍ୱାରା ବଂଶ ବୃଦ୍ଧି ହେବ। ଆଜି ସେହି ଯୋଜନା ଆଜି ପୃଥିବୀରେ ପରିପୂର୍ଣ୍ଣ। ପୃଥିବୀର ଲୋକ ସଂଖ୍ୟା 800 କୋଟି ଯାଉଛନ୍ତି, ଆସୁଛନ୍ତି, ଇତ୍ୟାଦି ଇତ୍ୟାଦି। ପ୍ରିୟ ବନ୍ଧୁଗଣ, କାହିଁକି ବିବାହ ବନ୍ଧନ ପରମେଶ୍ୱର ରଖିଲେ? ପୃଥିବୀରେ ବଂଶ ବୃଦ୍ଧି ନିମନ୍ତେ ପରମେଶ୍ୱର ଏହି ଯୋଜନା କଲେ। ପୁଣି ଆଉ ଗୋଟେ କଥା କହିବି, ବହୁତ ସର୍ଟ କରିବାକୁ ଯାଉଥିବାରୁ, ବ୍ୟଭିଚାର ଦୂରୀକରଣ କରିବା ପାଇଁ ପ୍ରଭୁ ଏହି ବିବାହ ବନ୍ଧନ ରଖିଲେ। କିନ୍ତୁ ଆଜିକାଲି ପ୍ରେମ ବନ୍ଧନରେ ଆବଦ୍ଧ ହେଲା ପରେ ଯିଏ ଯାହା ବାଟରେ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି, ବହୁତ ଦୁଃଖ ଲାଗେ। ମୁଁ ପବିତ୍ର ବାଇବେଲ ଧରି କହୁଛି, ବହୁତ ଦୁଃଖ ଲାଗେ। ବିବାହ ବନ୍ଧନରେ ବର୍ତ୍ତମାନ ପୁରୋହିତ କହିବେ ମୁଁ ତୁମକୁ ପ୍ରେମ କରିବି, ଉତ୍ତମ ସାକ୍ଷ୍ୟ ଦେବେ, କିନ୍ତୁ ବହୁତ ଦୁଃଖର ବିଷୟ। ଏଥିପାଇଁ ଆମକୁ କ'ଣ ଦରକାର? ପାଉଲ ଏଫେସୀୟ ମଣ୍ଡଳୀକୁ ଲେଖୁଛନ୍ତି ଯେ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ, ସେହିପରି ସ୍ତ୍ରୀର ମସ୍ତକ ସ୍ୱାମୀ। ଅବ୍ରାହମକୁ ସାରା କ'ଣ ବୋଲି କହୁଥିଲେ? ପ୍ରଭୁ ବୋଲି ସ୍ୱୀକାର କରୁଥିଲେ। ପ୍ରିୟ ବନ୍ଧୁଗଣ, ମା ମାନେ, ବାପା ମାନେ, ଆମମାନଙ୍କର ପରସ୍ପର ବିବାହ ପରେ ଆମମାନଙ୍କର ଆଚରଣ କାର୍ଯ୍ୟକଳାପ କେମିତି ହେବାକୁ ହେବ? ପ୍ରଭୁଙ୍କୁ ଭୟ କରି ଆମେ ପରସ୍ପର ଏକ ପ୍ରେମର ବନ୍ଧନରେ ଆବଦ୍ଧ ରହି ଜୀବନ କାଟିବା। ପ୍ରଭୁ କୋଳରେ ଦେଇଥିବା ଆଶୀର୍ବାଦକୁ ମଧ୍ୟ ପ୍ରଭୁଙ୍କ ପାଇଁ ଗଢ଼ିବା ଆମର କର୍ତ୍ତବ୍ୟ। ପ୍ରିୟ ବନ୍ଧୁଗଣ, ସେଥିପାଇଁ এই বিবাহ বিধি রখিলে পৃথিবীর বংশ বৃদ্ধি করা ব্যভিচার দূরীকরণ নিমন্তে প্রভু এই বিবাহ বিধি পৃথিবী মধ্যে রক্ষি আসছেন, আজ বি পরিচালিত। সেপাই সারা অব্রাহম কথা তো আমি দেখুছু, রিবিকা ইসাক কথা দেখুছু, এপরি অনেক কথা। একুশে 5 অধ্যায় তার যদি 21-28 পদ আপনার জাঁবে, পড়লে জাঁবে পরস্পরর বশীভূত হয়ে প্রভুকে ভয় করি জীবন কাটিবা আশীর্বাদ যুক্ত হব। প্রভু
ପଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରଭୁଙ୍କ ଦାସଙ୍କୁ ଧନ୍ୟବାଦ ଦିଏ, କାରଣ ଅତି କମ୍ ସମୟ ବ୍ୟବଧାନରେ ସେ ତେଣୁ ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଦେଉ। ବର୍ତ୍ତମାନ ସମୟରେ ଆମମାନେ ଅନୁରୋଧ ଥିବେ ଲିମା ମହାଶୟ ପ୍ରାର୍ଥନା କରିବା। ସକଳ ଆଶୀର୍ବାଦର ଆକର ଏକମାତ୍ର ପ୍ରଭୁ ଥିବାରୁ ତୁମର ମହତ୍ ନାମକୁ ଧନ୍ୟବାଦ କରୁଛୁ। ବର୍ତ୍ତମାନ ପ୍ରଭୁ ବିବାହ ହେବାକୁ ଯାଉ